ଆଜି ଆମେ ଏକ ଏମିତି କାହାଣୀ ଭିତରକୁ ଯିବା ଯାହା ଆମେ ସମସ୍ତେ ଶୁଣିଛେ ବୋଲି ଭାବୁଛୁ, କିନ୍ତୁ ବୋଧହୁଏ ତାର ପ୍ରକୃତ ମର୍ମକୁ, ତାର ଗଭୀରତାକୁ ବୁଝିନୁ। ହଁ, ଆମେ କଥା ହେବା ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ବିଷୟରେ। ଆଉ ଏଇଠି ଗୋଟେ କଥା ସ୍ପଷ୍ଟ କରିବା ଦରକାର। କୁହନ୍ତୁ। ଏହା ମୂଳ ସଂସ୍କୃତ ଭାଗବତର କେବଳ ଗୋଟେ ଶୁଖିଲା ଅନୁବାଦ ନୁହେଁ। ଏକଦମ ନୁହେଁ। ଏହା ଜଗନ୍ନାଥ ଦାସଙ୍କର ଏକ ମୌଳିକ ଭକ୍ତିଭରା ସୃଷ୍ଟି। ଓଡ଼ିଶାର ଘରେ ଘରେ ଏହାର ସ୍ଥାନ। ତେବେ ଆମେ ଆଜି ଏହାର କେଉଁ ଅଂଶ ଉପରେ କଥା ହେବା? ଆମର ଫୋକସ୍ ରହିବ ପ୍ରଥମ ସ୍କନ୍ଧ ଆଉ ତାର 15 ଅଧ୍ୟାୟ। ଆଚ୍ଛା, ଯୋଉଠି ଅର୍ଜୁନ ଫେରୁଛନ୍ତି। ହଁ, ମହାଭାରତ ଯୁଦ୍ଧର ମହାନାୟକ ଅର୍ଜୁନ ଶ୍ରୀକୃଷ୍ଣଙ୍କ ଦେହତ୍ୟାଗ ପରେ ସେ ହସ୍ତିନାପୁରକୁ ଫେରୁଛନ୍ତି। ଆଉ ଆମର ଉଦ୍ଦେଶ୍ୟ ହେଉଛି ଏହାକୁ କେବଳ ଏକ କାହାଣୀ ଭାବରେ ନୁହେଁ। ନା, ଆମେ ଏହାକୁ ଦେଖିବା ଜଣେ ମଣିଷର ପରିଚୟ, ତାର ଶକ୍ତି ଆଉ ତାର ଅହଙ୍କାରର ସମ୍ପୂର୍ଣ୍ଣ ଭାଙ୍ଗିଯିବାର ଏକ ମନସ୍ତାତ୍ତ୍ୱିକ ଅଧ୍ୟୟନ ଭାବରେ। ଚାଲନ୍ତୁ ତେବେ ଏହାର ଗଭୀରକୁ ଯିବା। ଏଠି ସବୁଠୁ ଆକର୍ଷଣୀୟ କଥା କ'ଣ ଜାଣନ୍ତି? କ'ଣ? ଏହି ଅଧ୍ୟାୟ ଅର୍ଜୁନକୁ ଏମିତି ଜଣେ ବୀର ଭାବରେ ଦେଖାଉନି ଯେ ନିଜ ଶକ୍ତି ହରାଇ ଦେଇଛି, ବରଂ ଏହା ଦେଖାଉଛି ଯେ ସେ ଏକ ପାତ୍ର ଥିଲା ଯାହା କେବଳ ଖାଲି ହୋଇଯାଇଛି। ଖାଲି ହୋଇଯାଇଛି? ୱାଓ! ହଁ, କାରଣ ଯେଉଁ ଶକ୍ତି ତାଙ୍କ ଭିତରେ ଥିଲା ତାହା କେବେ ବି ତାଙ୍କର ନିଜର ନଥିଲା। ଆପଣ ଏହାକୁ ଏକ ଅସ୍ତିତ୍ୱର ସଙ୍କଟ ବୋଲି କହୁଛନ୍ତି। ଏହା ତ ବହୁତ ଶକ୍ତିଶାଳୀ ଶବ୍ଦ। ହଁ, ଏକ ଏକ୍ଜିଷ୍ଟେନ୍ସିଆଲ କ୍ରାଇସିସ୍। ତାଙ୍କର ସମସ୍ତ ପରିଚୟ ଯେମିତି ଗୋଟିଏ ମୁହୂର୍ତ୍ତରେ ଶୂନ୍ୟ ହୋଇଗଲା। ତେବେ ଅର୍ଜୁନ ଯେତେବେଳେ ଫେରୁଛନ୍ତି ତାଙ୍କର ଅବସ୍ଥା କିପରି? ଜଗନ୍ନାଥ ଦାସଙ୍କର ବର୍ଣ୍ଣନା ତ ଅତ୍ୟନ୍ତ ମାର୍ମିକ। ହଁ, ସେ ଲେଖୁଛନ୍ତି, ତେଜ ପ୍ରଭାବ ଦୂର ଗଲା, ଜୀବନ ଥାଉ ଦେହ ମଲା। ଭାବନ୍ତୁ ତ, ଜୀବନ ଅଛି କିନ୍ତୁ ଦେହଟା ମଲା ଶବ ପରି। ଏକଦମ, କାରଣ ତାଙ୍କର ସମସ୍ତ ଅସ୍ତିତ୍ୱ କୃଷ୍ଣଙ୍କ ସହିତ ହିଁ ଜଡ଼ିତ ଥିଲା। ଆଚ୍ଛା। ଯେତେବେଳେ ଧର୍ମରାଜ ଯୁଧିଷ୍ଠିର ତାଙ୍କର ଏମିତି ଅବସ୍ଥା ଦେଖି କାରଣ ପଚାରୁଛନ୍ତି, ଅର୍ଜୁନ ବହୁତ କଷ୍ଟରେ କେବଳ ଗୋଟିଏ ବାକ୍ୟ କହୁଛନ୍ତି। କ'ଣ ସେଟା? କୃଷ୍ଣ ମୁଁ ହୋଇଲି ବଞ୍ଚିତ। ବଞ୍ଚିତ? ସେ ଏହା କହୁନାହାନ୍ତି ଯେ ମୁଁ କୃଷ୍ଣଙ୍କୁ ହରାଇଲି। ନା, ସେଇଠି ତ ଫରକ। ସେ କହୁଛନ୍ତି ମୁଁ ବଞ୍ଚିତ ହେଲି, ଯେମିତି ତାଙ୍କଠୁ ତାଙ୍କର ସବୁକିଛି ଛୋଡ଼େଇ ନିଆଯାଇଛି। ତାଙ୍କର ଶକ୍ତି, ତେଜ, ତାଙ୍କର ପରିଚୟ, ତାଙ୍କର ବନ୍ଧୁ, ତାଙ୍କର ଭଗବାନ, ସବୁକିଛି। ଏହା ପରେ ତ ସେ ଯାହା ସବୁ କହୁଛନ୍ତି ତାହା ଗୋଟେ ସ୍ୱୀକାରୋକ୍ତି ପରି ଲାଗୁଛି। ସେ ନିଜର ପୁରା ଅତୀତକୁ ପୁଣି ଥରେ ଦେଖୁଛନ୍ତି। ହଁ, ଆଉ ଏହା ହିଁ ଆଲୋଚନାକୁ ଆହୁରି ଗଭୀର କରୁଛି। ସେ ନିଜ ଜୀବନର ବଡ଼ ବଡ଼ ସଫଳତା ଗୁଡ଼ିକୁ ମନେ ପକାଉଛନ୍ତି, କିନ୍ତୁ ସେଥିରେ ଗର୍ବ କରିବା ବଦଳରେ ସେ ସେଗୁଡ଼ିକର ଶ୍ରେୟ କୃଷ୍ଣଙ୍କୁ ଦେଉଛନ୍ତି। ସେ ମନେ ପକାଉଛନ୍ତି ଦ୍ରୌପଦୀଙ୍କର ସ୍ୱୟଂବର କଥା, ଯୋଉଠି ସେ ସମସ୍ତ ରାଜାଙ୍କୁ ପରାସ୍ତ କରିଥିଲେ। ହଁ, ଜଣେ ସାଧାରଣ ଯୋଦ୍ଧା ଏହାକୁ ନିଜର କୌଶଳ ବୋଲି କହିବ, କିନ୍ତୁ ଅର୍ଜୁନ କ'ଣ କହୁଛନ୍ତି? ସେ ଶକ୍ତି କୃଷ୍ଣଙ୍କର ଥିଲା। ଖାଣ୍ଡବନ ଦହନ କରିବା, ଏପରିକି ଇନ୍ଦ୍ରଙ୍କୁ ପରାସ୍ତ କରିବା, ସବୁଠି ସେ କେବଳ ଗୋଟିଏ କଥା ଦୋହରାଉଛନ୍ତି, ଏସବୁ କୃଷ୍ଣଙ୍କ କୃପାରୁ ହିଁ ସମ୍ଭବ ହୋଇଥିଲା। କିନ୍ତୁ ଏଠି ଗୋଟେ ପ୍ରଶ୍ନ ମୋ ମନକୁ ଆସୁଛି। ପଚାରନ୍ତୁ। ଅର୍ଜୁନ ତ ବର୍ଷ ବର୍ଷ ଧରି କଠୋର ତପସ୍ୟା କରିଥିଲେ, ନିଜକୁ ଦୁନିଆର ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ଭାବେ ଗଢ଼ିଥିଲେ, ଦିବ୍ୟାସ୍ତ୍ର ପାଇଥିଲେ। ତେବେ ଭାଗବତ କ'ଣ କହିବାକୁ ଚାହୁଁଛି ଯେ ସେସବୁ ପରିଶ୍ରମର କୌଣସି ମୂଲ୍ୟ ନଥିଲା? ଦେଖନ୍ତୁ, ଏଇଟା ବହୁତ ଭଲ ପ୍ରଶ୍ନ। ଭାଗବତ କୌଶଳକୁ ଅମୂଲ୍ୟ କରୁନି, ବରଂ କୌଶଳର ଯେଉଁ ଫଳପ୍ରଦତା, ମାନେ ତାର ଏଫିକେସି, ସେଇଟା କାହା ଉପରେ ନିର୍ଭର କରୁଥିଲା ତାହା ଦେଖାଉଛି। ଆଚ୍ଛା, ତେବେ କୌଶଳ ଥିଲା, କିନ୍ତୁ ତାକୁ ଅସାଧାରଣ କରିବାର ଶକ୍ତି କୃଷ୍ଣଙ୍କ ଠାରୁ ଆସୁଥିଲା। ଏକଦମ। ଆଉ ଏହାର ସବୁଠୁ ବଡ଼ ପ୍ରମାଣ ହେଉଛି କୁରୁକ୍ଷେତ୍ର ଯୁଦ୍ଧ। ସେଠି କ'ଣ ହେଲା? ଅର୍ଜୁନ ନିଜେ ସ୍ୱୀକାର କରୁଛନ୍ତି ଯେ କୃଷ୍ଣ କେବଳ ତାଙ୍କର ରଥର ସାରଥୀ ନଥିଲେ। ତାହେଲେ ଆଉ କ'ଣ ଥିଲେ? ସେ କହୁଛନ୍ତି ଯେତେବେଳେ ସେ ଭୀଷ୍ମ, ଦ୍ରୋଣ, କର୍ଣ୍ଣଙ୍କ ଭଳି ମହାରଥୀଙ୍କର ସାମ୍ନା କରୁଥିଲେ, ସେତେବେଳେ କୃଷ୍ଣ ନିଜ ଦୃଷ୍ଟିରେ ହିଁ ସେମାନଙ୍କର ଶକ୍ତି, ଆୟୁଷ ଆଉ ମନୋବଳକୁ ହରି ନେଉଥିଲେ। କେବଳ ଦୃଷ୍ଟିରେ? ହଁ, ଜଗନ୍ନାଥ ଦାସଙ୍କ ଭାଷାରେ ରୂପୁ ଆୟୁଷ ସଙ୍ଗେ ମନ ହରିଲା ନନ୍ଦର ନନ୍ଦନ। ମାନେ ଶତ୍ରୁମାନେ ଯୁଦ୍ଧ କରିବା ପୂର୍ବରୁ ହିଁ ମାନସିକ ସ୍ତରରେ ହାରି ସାରିଥିଲେ। ଠିକ୍। ଅର୍ଜୁନଙ୍କ ତୀର ତ କେବଳ ଶେଷ କାମ କରୁଥିଲା, ପ୍ରକୃତ ଯୁଦ୍ଧ ତ କୃଷ୍ଣ ନିଜେ ଲଢୁଥିଲେ। ଏହା ତ ଯୁଦ୍ଧ କଥା ଗଲା, କିନ୍ତୁ ଦୁଃଖଟା ତ ଆହୁରି ବ୍ୟକ୍ତିଗତ ଥିଲା। ନିଶ୍ଚୟ। ସେ ସେହି ସମୟକୁ ମନେ ପକାଉଛନ୍ତି ଯେତେବେଳେ କୃଷ୍ଣ ତାଙ୍କୁ ବନ୍ଧୁ ଭାବରେ ଡାକୁଥିଲେ, ହେ ପାର୍ଥ, ହେ ଅର୍ଜୁନ, ହେ ସଖେ। ଏକାଠି ଖାଇବା, ବସିବା, ପରିହାସ କରିବା, ଏହି ବନ୍ଧୁତା ହରାଇବାର ଦୁଃଖ ହିଁ ତାଙ୍କୁ ଭିତର ଭାଙ୍ଗି ଦେଉଥିଲା। ଆଉ ଏହି ସବୁ ଦୁଃଖ ଭିତରେ ଆଉ ଗୋଟେ ଘଟଣା ଘଟିଗଲା। ହଁ, ଯାହା ଏହି ସିଦ୍ଧାନ୍ତ ଉପରେ ଗୋଟେ ମୋହର ଲଗାଇଦେଲା। ଏହା ତାଙ୍କ ପାଇଁ ଶେଷ ପ୍ରମାଣ ଥିଲା।
ଆଉ ଚରମ ଅପମାନ ମଧ୍ୟ। ଆଉ ଏଇଠି କାହାଣୀ ଏମିତି ଗୋଟେ ମୋଡ୍ ନେଉଛି ଯାହା ସତ କହିବାକୁ ଗଲେ ବିଶ୍ୱାସ କରିବା କଷ୍ଟ। ହଁ, ଆମେ ଯେଉଁ ଅର୍ଜୁନଙ୍କୁ ଜାଣିଛେ ତାଙ୍କ ସହିତ ଏମିତି କିଛି ହୋଇପାରେ ବୋଲି କଳ୍ପନା କରି ହୁଏନି। କୃଷ୍ଣଙ୍କ ଦେହତ୍ୟାଗ ପରେ ଅର୍ଜୁନ ଦ୍ୱାରକାରୁ ତାଙ୍କ ରାଣୀମାନଙ୍କୁ ନେଇ ଆସୁଥିଲେ। ଆଉ ବାଟରେ ଯାହା ହେଲା ତାହା ଅକଳ୍ପନୀୟ। କିଛି ସାଧାରଣ ଗୋପାଳ, ସାଧାରଣ ଲୁଟେରା ତାଙ୍କ ଉପରେ ଆକ୍ରମଣ କଲେ। ଏବେ ଦୃଶ୍ୟଟାକୁ ଟିକେ ଭାବନ୍ତୁ। ଏପଟେ ଅଛନ୍ତି ଅର୍ଜୁନ, ଯିଏ ଇନ୍ଦ୍ରଙ୍କୁ ହରାଇଛନ୍ତି, ଆରପଟେ କିଛି ସାଧାରଣ ଗୋପାଳ। କିନ୍ତୁ ଫଳ କ'ଣ ହେଲା? ସେ କିଛି କରିପାରିଲେ ନାହିଁ। ସେ ନିଜେ ଯୁଧିଷ୍ଠିରଙ୍କ ଆଗରେ ଏହାକୁ ମାନୁଛନ୍ତି, ସେହି ଗାଣ୍ଡିବୁ ଧନୁମର, ସେହି ଅକ୍ଷୟ ତୃଣସର। କେନେ ହୋଇଲି ନିରେଖ। ହଁ, ମାନେ ମୋ ପାଖରେ ସେଇ ଗାଣ୍ଡିବୁ ଥିଲା, ସେଇ ଅକ୍ଷୟ ତୁଣୀର ଥିଲା, କିନ୍ତୁ ମୁଁ କେମିତି ଏତେ ନିରୁପାୟ ହୋଇଗଲି? ତେବେ ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ତାଙ୍କର ସେହି ଦିବ୍ୟ ଅସ୍ତ୍ରଶସ୍ତ୍ରଗୁଡ଼ିକ କେବଳ ଉପକରଣ ଥିଲା, କିନ୍ତୁ ତାକୁ ଚଲାଇବା ପାଇଁ ଯେଉଁ ଶକ୍ତି ଦରକାର, ଯେଉଁ ଦିବ୍ୟ ଲାଇସେନ୍ସ ଦରକାର ଥିଲା, ତାର ମିଆଦ ସରିଯାଇଥିଲା। ତେବେ ଗାଣ୍ଡିବର ଶକ୍ତି କମିନଥିଲା, ବରଂ ଯିଏ ଗାଣ୍ଡିବ ଧରିଥିଲେ ତାଙ୍କ ଭିତର ଦେଇ ପ୍ରବାହିତ ହେଉଥିବା ଶକ୍ତି ଉଭେଇ ଯାଇଥିଲା। ଏକଦମ ଠିକ୍। ସେ ବୁଝିଗଲେ ଯେ ତାଙ୍କର ବଳ, ତାଙ୍କର ପରିଚୟ ସବୁକିଛି କୃଷ୍ଣଙ୍କଠାରୁ ଉଦ୍ଧାର ଆସିଥିଲା, ଆଉ ଏବେ ସେ ଉଦ୍ଧାର ଶେଷ। ଆଉ ଏଇଥିପାଇଁ ଜଗନ୍ନାଥ ଦାସ ସେଇ ସୁନ୍ଦର ଉପମା ଦେଇଛନ୍ତି। ହଁ, ଭସ୍ମେ ଜେସ୍ନେ ହବିର ଭାଗ। ଅର୍ଥାତ୍ ଯଜ୍ଞର ପବିତ୍ର ଘିଅ ଯଦି ଭୁଲରେ ଭସ୍ମରେ ପଡ଼ିଯାଏ ତାହା ଯେମିତି ବ୍ୟର୍ଥ ହୋଇଯାଏ, ଅର୍ଜୁନଙ୍କର ସମସ୍ତ ଶକ୍ତି ଓ କୌଶଳ ମଧ୍ୟ କୃଷ୍ଣଙ୍କ ବିନା ସେମିତି ବ୍ୟର୍ଥ ହୋଇଗଲା। ଏହି ସ୍ୱୀକାରୋକ୍ତିର ପ୍ରଭାବ କେବଳ ଅର୍ଜୁନଙ୍କ ଉପରେ ନୁହେଁ, ପୁରା ପାଣ୍ଡବ ବଂଶ ଉପରେ ପଡ଼ିଲା। ଏକଥା ଶୁଣି ଯୁଧିଷ୍ଠିର କ'ଣ କଲେ? ଯୁଧିଷ୍ଠିର କେବଳ କୃଷ୍ଣଙ୍କର ଦେହତ୍ୟାଗ କଥା ଶୁଣିଲେନି, ସେ ଶୁଣିଲେ ଯେ ବ୍ରାହ୍ମଣଙ୍କ ଅଭିଶାପ ଯୋଗୁଁ ସମଗ୍ର ଯଦୁବଂଶ କେମିତି ନିଜ ନିଜ ଭିତରେ ଲଢ଼େଇ କରି ଧ୍ୱଂସ ହୋଇଗଲା। ଆଉ ଧର୍ମରାଜ ହୋଇଥିବାରୁ ସେ ଏହାର ଗଭୀର ସଂକେତ ବୁଝିଗଲେ। ହଁ, ସେ ବୁଝିଗଲେ ଯେ ପୃଥିବୀର ଭାର ହରଣ କରିବା ପାଇଁ କୃଷ୍ଣ ଅବତାର ନେଇଥିଲେ, ଆଉ ପାଣ୍ଡବମାନେ କେବଳ ନିମିତ୍ତ ମାତ୍ର ଥିଲେ। ଏକଦମ। ଏବେ ଯେତେବେଳେ କୃଷ୍ଣ ନିଜେ ନିଜର ଲୀଳା ସମ୍ବରଣ କଲେ, ତାର ଅର୍ଥ ହେଉଛି ପୃଥିବୀରେ ପାଣ୍ଡବଙ୍କର କାର୍ଯ୍ୟ ମଧ୍ୟ ଶେଷ। ସାରା ଜୀବନ ଯେଉଁ ରାଜ୍ୟ ପାଇଁ ସେମାନେ ଲଢ଼ିଲେ, ନ୍ୟାୟ ପାଇଁ ଲଢ଼ିଲେ, ଗୋଟିଏ ମୁହୂର୍ତ୍ତରେ ସେଇ ରାଜ୍ୟର ଉଦ୍ଦେଶ୍ୟ ହିଁ ଶେଷ ହୋଇଗଲା। ହଁ, ରାଜ୍ୟ ଆଉ ଏକ ଦାୟିତ୍ୱ ହୋଇ ରହିଲାଣି। ଏହା କେବଳ ଏକ ମୋହ, ଏକ ଆସକ୍ତିରେ ପରିଣତ ହୋଇଗଲା। ଏହା ହିଁ ତାଙ୍କର ନିଷ୍ପତ୍ତିର ଆଧାର ଥିଲା। ହଁ, ତେଣୁ ସେମାନେ ତୁରନ୍ତ ରାଜ୍ୟ ତ୍ୟାଗ କରିବାକୁ ନିଷ୍ପତ୍ତି ନେଲେ, ଆଉ ଏହା କୌଣସି ପରାଜୟର ପଳାୟନ ନଥିଲା। ଏହା ଥିଲା ଏକ ସଚେତନ ତ୍ୟାଗ। ଏକଦମ। ସେମାନେ ନିଜର ଶେଷ କର୍ତ୍ତବ୍ୟ କଲେ। ଅର୍ଜୁନଙ୍କର ନାତି ପରୀକ୍ଷିତଙ୍କୁ ହସ୍ତିନାପୁରର ରାଜା କଲେ, ଆଉ କୃଷ୍ଣଙ୍କର ନାତି ବଜ୍ରଙ୍କୁ ମଥୁରାର ରାଜା କଲେ। ହଁ, ଏହାପରେ ଆରମ୍ଭ ହେଲା ସେହି ପ୍ରସିଦ୍ଧ ମହାପ୍ରସ୍ଥାନ। ଏହି ଯାତ୍ରା ବିଷୟରେ ଟିକେ କୁହନ୍ତୁ। 5 ଭାଇ ଆଉ ଦ୍ରୌପଦୀ ସମସ୍ତେ ନିଜର ରାଜକୀୟ ବସ୍ତ୍ର, ଆଭୂଷଣ ସବୁ ତ୍ୟାଗ କଲେ। ସେମାନେ ଚିରା ବସ୍ତ୍ର ପିନ୍ଧି ଉତ୍ତର ଦିଗକୁ ହିମାଳୟ ଆଡ଼କୁ ଗଲେ। କିନ୍ତୁ ଏହା କେବଳ ବାହ୍ୟ ତ୍ୟାଗ ନଥିଲା। ଭାଗବତରେ ଲେଖା ଅଛି, ସେମାନେ ନିର୍ମମ ରାଗ ଅହଙ୍କାର ହୋଇଗଲେ। ମାନେ ମନରୁ ମମତା, ଆସକ୍ତି, ଅହଙ୍କାର ସବୁକିଛି ତ୍ୟାଗ କଲେ। ଆଉ ସେମାନେ ମୌନବ୍ରତ ଧାରଣ କରିଥିଲେ। କଥାବାର୍ତ୍ତା ମଧ୍ୟ ବନ୍ଦ। ହଁ, ଏକମାତ୍ର ଲକ୍ଷ୍ୟ ଥିଲା ନିଜ ମନକୁ କେବଳ ବ୍ରହ୍ମରେ ଅର୍ଥାତ୍ କୃଷ୍ଣଙ୍କ ପାଦପଦ୍ମରେ ଲୀନ କରିବା। ଏହା ଏକ ଶାରୀରିକ ଯାତ୍ରା ଠାରୁ ବେଶୀ ଏକ ଆଧ୍ୟାତ୍ମିକ ଯାତ୍ରା ଥିଲା। ନିଶ୍ଚୟ। ଆଉ ଏହି ଯାତ୍ରାର ଲକ୍ଷ୍ୟ ଥିଲା ପରମଗତି ବା ମୁଖ୍ୟ। ଆଉ ଜଗନ୍ନାଥ ଦାସ ଲେଖୁଛନ୍ତି, ସେ ଲେଖୁଛନ୍ତି, କୃଷ୍ଣର ପାଦେ ଚିତ୍ତ ଦେଲେ ପରମଗତି ସେ ଲଭିଲେ। ବା ସବୁକିଛି ପାଇବା ପରେ ସବୁକିଛି ତ୍ୟାଗ କରି କେବଳ କୃଷ୍ଣଙ୍କୁ ଧରିବା। ଏହା ହିଁ ସାର ଥିଲା। ତେବେ ଏହି ସମ୍ପୂର୍ଣ୍ଣ ଆଲୋଚନାରୁ ଆମେ କେଉଁ ମୁଖ୍ୟ ବିଷୟଟି ବୁଝିଲେ? ମୋତେ ଲାଗୁଛି ଏହା ଆମକୁ ପରିଚୟ ବା ଆଇଡେଣ୍ଟିଟିର ପ୍ରକୃତ ଅର୍ଥ ବୁଝାଉଛି। ହଁ, ଆମେ ଯାହାକୁ ନିଜଳ ବୋଲି ଭାବୁ ତାହା ପ୍ରକୃତରେ କେତେ ଦୂର ଆମର। ଏକଦମ। ଆଉ ଏହି ଗ୍ରନ୍ଥର ଉଦ୍ଦେଶ୍ୟ ମଧ୍ୟ ସେଇଆ। କବି ଜଗନ୍ନାଥ ଦାସ ନିଜେ ଶେଷରେ କହୁଛନ୍ତି, କ'ଣ କହୁଛନ୍ତି? ସେ କହୁଛନ୍ତି ଯେ ଯିଏ ଏହି କୃଷ୍ଣ ମହିମା ସୁଧାରସକୁ ଶୁଦ୍ଧ ଚିତ୍ତରେ ଶୁଣିବ, ସେ କୃଷ୍ଣଙ୍କ ପାଦରେ ଅଚଣା ଭକ୍ତି ଲାଭ କରି ସଂସାର ସାଗରରୁ ପାର ହୋଇଯିବ। ତେଣୁ ଏହା କେବଳ ଏକ କାହାଣୀ ନୁହେଁ, ଏହା ଭକ୍ତିର ଏକ ମାର୍ଗଦର୍ଶିକା। ହଁ, ତେବେ ଏହି ଆଲୋଚନା ଶେଷରେ ଶ୍ରୋତାମାନଙ୍କ ପାଇଁ ଗୋଟିଏ ପ୍ରଶ୍ନ ଛାଡ଼ିଯିବା। ନିଶ୍ଚୟ। ଉତ୍ସରେ କୁହାଯାଇଛି ଯେ କୃଷ୍ଣ ନିଜର ପାର୍ଥିବ ଶରୀରକୁ ସେହି ପରିତ୍ୟାଗ କଲେ ଯେସନେ ନଟ ରୂପ ଧରେ କ୍ଷଣକୁ କ୍ଷଣ ଆନ୍ କରେ। ଅର୍ଥାତ୍ ଯେପରି ଜଣେ ଅଭିନେତା ମଞ୍ଚ ଉପରେ ଗୋଟିଏ ପରେ ଗୋଟିଏ ଭୂମିକା ବଦଳାଏ। ତେବେ ପ୍ରଶ୍ନ ହେଉଛି,
ଯଦି ଈଶ୍ୱର ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ରୂପ ଧାରଣ କରନ୍ତି ଏବଂ ତାପରେ ସେହି ରୂପକୁ ତ୍ୟାଗ କରନ୍ତି, ତାହେଲେ ମହାଭାରତର ଏହି ସବୁ ମହାନାୟକମାନଙ୍କର ଭୂମିକାକୁ ଆମେ କିପରି ଦେଖିବା? ସେମାନେ କ'ଣ ଏକ ବିଶାଳ ବ୍ରହ୍ମାଣ୍ଡୀୟ ନାଟକର କେବଳ ପାତ୍ର ଥିଲେ, ଯାହାର ନିର୍ଦ୍ଦେଶକ, କାହାଣୀକାର ଆଉ ମୁଖ୍ୟ ଅଭିନେତା ସବୁକିଛି କୃଷ୍ଣ ହିଁ ଥିଲେ? ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡିଓକୁ ସେୟାର କରନ୍ତୁ। ହଁ, ନମସ୍କାର।